ବର୍ତ୍ତମାନ ଟାଇମ୍ରେ ଗୋଟେ ବହୁତ ବଡ଼ ଖୁସି ଖବର ଆସିଯାଇଛି। ଆପଣମାନେ ଜାଣିଥିବେ ହୋମଗାର୍ଡ଼ ରିକ୍ରୁଟମେଣ୍ଟ ଓଡ଼ିଶାରେ ଆଉ ବାହାରୁ ନଥିଲା, ମାନେ ଆନାଉନ୍ସମେଣ୍ଟ ଥିଲା କି ଆଉ ବାହାରିବ ନାହିଁ। ବର୍ତ୍ତମାନ ଟାଇମ୍ରେ ଗୋଟେ ବହୁତ ବଡ଼ ଖୁସି ଖବର ଆସିଯାଇଛି। ବର୍ତ୍ତମାନ ଜାଣିଥିବ ଯେଉଁ ଆମର ଚିଫ୍ ମିନିଷ୍ଟର ଯିଏ ଅଛନ୍ତି ମୋହନ ଚରଣ ମାଝୀ, ସିଏ ବି ଅଲରେଡ଼ି ବି ଆନାଉନ୍ସମେଣ୍ଟ କରିଛନ୍ତି କି ହୋମଗାର୍ଡ଼ ଜବ୍ ଆପଣମାନେ ରିକ୍ରୁଟମେଣ୍ଟ ବହୁତ ଶୀଘ୍ର ଦେଖିବାକୁ ପାଇଯିବେ। ଆଉ ଯାହାର ବି ଆଶା ଅଛି ଏଇ ମନ୍ଥ ଭିତରେ ଏ ରିକ୍ରୁଟମେଣ୍ଟ ବାହାରି ପଡ଼ିବ। ତ ଆପଣମାନେ ରିକ୍ୱେଷ୍ଟ କରି କହିଛି ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖନ୍ତୁ। ହୋମଗାର୍ଡ଼ କେବେ ବାହାରିବ, ହୋମଗାର୍ଡ଼ ସାଲାରୀ କ'ଣ ରହୁଛି, ଆଉ ହୋମଗାର୍ଡ଼ କେତେ ପୋଷ୍ଟ ରହିବ, ସବୁ କିଛି ଡିଟେଲ୍ସ ଏଇ ଭିଡ଼ିଓ ମାଧ୍ୟମରେ ପାଇପାରିବେ। ତେଣୁ ବିନା ସ୍କିପ୍ରେ ଭିଡ଼ିଓ ଦେଖ, ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖ। ଫାଷ୍ଟ ଟାଇମ୍ ଆମ ଚ୍ୟାନେଲକୁ ଭିଜିଟ୍ କରିଥିଲେ ନିହାତି ଭାବରେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖ, ଏମିତି ଭଲ ଭଲ ରିଲେଟେଡ୍ ଭିଡ଼ିଓ ପାଇବା ପାଇଁ। ଓକେ, ତ ଫାଷ୍ଟ କରି ମୁଁ ତୁମକୁ କହିଦେଉଛି। ଆପଣମାନେ ଜାଣିଥିବେ ମୁଁ ଅଲରେଡ଼ି ଆମ ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ଦେଇଦେଇଛି। ଆପଣ ଯଦି ଆମ ଟେଲିଗ୍ରାମ କିମ୍ବା ହ୍ୱାଟ୍ସଆପ୍ରେ ଜଏନ୍ ହେଇନାହାନ୍ତି ନିହାତି ଭାବରେ ଜଏନ୍ ହୁଅନ୍ତୁ, ଜଏନ୍ ହେଇଯାଆନ୍ତୁ। ଓକେ, ମୁଁ ତୁମକୁ ମଧ୍ୟ ଆମର ଆସିବ ହୋମଗାର୍ଡ଼ ବୋଲି ଗୋଟେ ଆମ ଗ୍ରୁପ୍ରେ ମଧ୍ୟ ପକାଇଥିଲି କେତେ କ'ଣ ପୋଷ୍ଟ ଅଛି। ଓକେ, ମୁଁ ବୋଧେ ଆଗରୁ ଜାଣିଥିଲି ଏଇ ବିଷୟରେ, ତେଣୁ ମୁଁ ଭିଡ଼ିଓ ଅପଲୋଡ଼ କରୁନଥିଲି। ତା'ର ଅପଡ଼େଟ୍ ଆସିଲେ ମଧ୍ୟ ଭିଡ଼ିଓ ଅପଲୋଡ଼ କରି ଫାଇନାଲି ଅପଡ଼େଟ୍ଟି ଆସିଯାଇଛି। ତ ସେଥିପାଇଁ ମୁଁ ଭିଡ଼ିଓ ଅପଲୋଡ଼ କରିଥିଲି। ଆପଣ ଜାଣିଥିବେ ମୋ ଚ୍ୟାନେଲରେ ଯେତେ ସବୁ ଭିଡ଼ିଓ ଅପଲୋଡ଼ ହେଇଛି ସବୁ ତ ରିଅଲ୍ ଜିନିଷ ଏବଂ ଆଗୁଆ ଇନଫର୍ମେସନ୍ ଦେଇଥାଏ। ନିହାତି ଭାବରେ ସପୋର୍ଟ କରିଥାନ୍ତୁ, ଆପଣମାନଙ୍କୁ ବହୁତ ହେଲ୍ପଫୁଲ୍ ହେଇଯିବ। ଠିକ୍ ଅଛି, ବର୍ତ୍ତମାନ ଟାଇମ୍ରେ ଟୋଟାଲ୍ ପୋଷ୍ଟ କେତେ ବାକି ଅଛି ନା 2258ଟା। ଟୋଟାଲ୍ ମୁଁ କହିବାକୁ ଗଲେ ଆମ ଓଡ଼ିଶାରେ ଟୋଟାଲ୍ ଷ୍ଟ୍ରେନ୍ଥ କେତେ ରହୁଛି 17,675। ସେଇଥି ମଧ୍ୟରୁ କେତେ ପୋଷ୍ଟ ବଳକା ରହୁଛି। ଠିକ୍ ଅଛି, କେତେ ପୋଷ୍ଟ ବଳକା ରହୁଛି, ବଳକା ମାନେ ବଳୁଛି, ତେଣୁ ପାଖାପାଖି 2298। ଆଉ କେଉଁ ଡିଷ୍ଟ୍ରିକ୍ଟରେ କେତେ କେତେ ପୋଷ୍ଟ ଆପଣମାନେ ମଧ୍ୟ ନିଜେ ଗ୍ରୁପ୍ରେ ଜଏନ୍ ହେଇକି ମଧ୍ୟ ଦେଖିପାରିବେ। ମୁଁ ତୁମକୁ ଏଇଠି ପଢ଼େଇଲେ ଟାଇମ୍ ୱେଷ୍ଟ ହେବ, ତେଣୁ ଆପଣମାନେ ବେଟର୍ ହେବ ଗ୍ରୁପ୍ରେ ଜଏନ୍ ହେଇକି ଆପଣମାନେ ଦେଖିପାରିବେ। ତାପରେ ହେଲା ଆପଣଙ୍କର ହୋମଗାର୍ଡ଼ ପାଇଁ କ'ଣ କ'ଣ ରିକ୍ରୁଟମେଣ୍ଟ ଦରକାର। ଫାଷ୍ଟ କରି ମୁଁ ତୁମକୁ କହିଦେଉଛି। ମୁଁ ତୁମକୁ ଆମର ଗ୍ରୁପ୍ରେ ମଧ୍ୟ ଅଲରେଡ଼ି ମେନସନ୍ କରିଦେଇଛି। ଯଦି ହୋମଗାର୍ଡ଼ ଜବ୍ 2000 ସେପ୍ଟେମ୍ବର 25 ପୂର୍ବରୁ ଯାହା ବି ଆନାଉନ୍ସମେଣ୍ଟ ହେଇଛି, ମୁଁ ତୁମକୁ ଫାଷ୍ଟ କରି କହିଦେଉଛି। ଯଦି 2025 ସେପ୍ଟେମ୍ବର 25 ପୂର୍ବରୁ ଯଦି ହୋମଗାର୍ଡ଼ ଜବ୍ ବାହାରିଲା, ତାହେଲେ ଯଦି ବି ପରମାନେଣ୍ଟ ହେଲା, ତାହେଲେ ସେଇଟା OPRB କଣ୍ଡକ୍ଟ କରିବ। OPRB ଏକ୍ଜାମ୍ କଣ୍ଡକ୍ଟ କରିବ, ଓଡ଼ିଶା ପୋଲିସ ଏକ୍ଜାମ୍ କଣ୍ଡକ୍ଟ କରିବ। ଯଦି ପରମାନେଣ୍ଟ ହେଲା ନାହିଁ, ତାହେଲେ ତୁମକୁ SP ଏକ୍ଜାମ୍ କଣ୍ଡକ୍ଟ କରିବ। ଅଫଲାଇନ୍ରେ ତୁମର ଫର୍ମ ପଡ଼ିବ, ଅଫଲାଇନ୍ରେ ତୁମର ସବୁକିଛି ରିକ୍ରୁଟମେଣ୍ଟ ହେବ। ଓକେ, ଯାହା ବି ଫିଜିକାଲ୍ ରିଟିନ୍ ଅଛି, ଆପଣମାନେ SP ଥ୍ରୋରେ ଆପଣମାନେ ରିକ୍ରୁଟମେଣ୍ଟ କରିପାରିବେ ଯଦି ବି ତୁମର ପରମାନେଣ୍ଟ ନ ହେବ। ତ ଯଦି ବି ପରମାନେଣ୍ଟ ହେବନି, ତାହେଲେ ପାଖାପାଖି ସାଲାରୀ 18,000। ତ ଏବେ କି ବି ମୋତେ ମେସେଜ୍ କରିଥିଲେ ହୋମଗାର୍ଡ଼ରେ 21,000 ମିଳୁଛି। ତ ହଁ, ସେ 21,000, କିନ୍ତୁ ଆପଣ ଯେଉଁ କନଷ୍ଟେବଲ୍ ଓଡ଼ିଶା ପୋଲିସର ବେସିକ୍ ପେ କେତେ 21,700 ତା ତଳକୁ। ଓକେ, ତ ତା'ଥିରୁ ଅଧିକ ନୁହଁ ଯଦି ବି ତୁମର ପରମାନେଣ୍ଟ ନ ହୁଏ। ଯଦି ବି ପରମାନେଣ୍ଟ ହୁଏ, ତା'ର ବେସିକ୍ ପେ ପାଖାପାଖି 18,000। ଠିକ୍ ଅଛି, 18,000ରୁ ଆପଣମାନେ ଟିଏ ସବୁ ମିଶି ହେଇକି ପାଖାପାଖି ତୁମର 37,000 ପ୍ଲସ୍ ସାଲାରୀ ହେଇଯିବ। ଠିକ୍ ଅଛି, ତ ବହୁତ ବଢ଼ିଆ। ଯଦି ବି ପରମାନେଣ୍ଟ ହେଇଯିବ, ତ ପାଖାପାଖି ବହୁତ ପିଲା ଫର୍ମ ପକାଇବେ। ତେଣୁ ଆପଣଙ୍କୁ ଆଜିଠୁ ପ୍ରିପାରେସନ୍ କରୁଥିବ। ଏଇ 2-3 ମାସ ବହୁତ ଆପଣମାନଙ୍କୁ ଗୋଲ୍ଡେନ୍ ଅପରଚ୍ୟୁନିଟି ରହୁଛି। ଓଡ଼ିଶା ପୋଲିସ କନଷ୍ଟେବଲ୍ OSCPRB ବାହାରିବ। ଆମର କ'ଣ OISFର କ'ଣ ଗୋଟେ ରହୁଛି, ଓଡ଼ିଶା ଯେଉଁ ଇଣ୍ଡଷ୍ଟ୍ରି ସିକ୍ୟୁରିଟି ଫୋର୍ସରୁ ଗୋଟେ କ'ଣ ବାହାରିବ। ଆଉ ଆପଣଙ୍କର ଦେଖିବାକୁ ପାଇବେ ହୋମଗାର୍ଡ଼ ଦେଖିବାକୁ ମଧ୍ୟ ପାଇଯିବେ। ଆଉ ଆପଣଙ୍କର ଓଡ଼ିଶା କମ୍ୟୁନିକେସନ୍ ପୋଲିସ ଦେଖିବାକୁ ପାଇବେ, ଓଡ଼ିଶା SIM ଦେଖିବାକୁ ପାଇଯିବେ। ବହୁତ ସାରା ରିକ୍ରୁଟମେଣ୍ଟ ଆସୁଛି ଏଇ 2-3 ମାସେ, ଗୋଟେ ଗୋଲ୍ଡେନ୍ ଅପରଚ୍ୟୁନିଟି କହିଲେ ଚଳେ। ଆଉ ଗୋଟେ କଥା କହିଦେଉଛି, ହୋମଗାର୍ଡ଼ କହିପାରିବିନି ହୋମଗାର୍ଡ଼ ଆସିପାରେ କି ଆସିପାରେ ନାହିଁ, କିନ୍ତୁ ହୋମଗାର୍ଡ଼ର ଅପଡ଼େଟ୍ ଆସିଯାଇଛି ନା ହୋମଗାର୍ଡ଼ କେତେ ପୋଷ୍ଟ ବଳକା ଅଛି ଏବଂ କହିବାକୁ ଗଲେ ଏଇ ମନ୍ଥରେ ବାହାରିପାରେ, ଯାହା ବି ଆଶା ଅଛି। ତ ଦେଖିବା କ'ଣ ହେଉଛି, କିନ୍ତୁ ମୁଁ ତୁମକୁ ଗ୍ୟାରେଣ୍ଟି ଦେଇପାରିବିନି କି ଏଇ ମନ୍ଥରେ ଆସିବ। ଯେମିତି ମୁଁ ତୁମକୁ ଫରେଷ୍ଟ ଗାର୍ଡ଼ କହିଥିଲି ଅଗଷ୍ଟ ମାସରେ 100% ରେଜଲ୍ଟ ବାହାରିବ, 100% ରେଜଲ୍ଟ ହେଲା ଅଗଷ୍ଟ ମାସରେ। ସେପ୍ଟେମ୍ବରରେ କହିଥିଲି 100% ଫିଜିକାଲ୍ ହେବ, ସେପ୍ଟେମ୍ବରରେ ମଧ୍ୟ ତା'ର ଅପଡ଼େଟ୍ ଆସିଯାଇଛି କି ଫିଜିକାଲ୍ ହେବ। ଆଉ ତୁମର OSCPRB ମୁଁ ତୁମକୁ କ'ଣ କହିଥିଲି ନା ତୁମର ଅଗଷ୍ଟ ସେପ୍ଟେମ୍ବରରେ ତୁମର ତା'ର ଆଡ଼ଭର୍ଟାଇଜମେଣ୍ଟ ଦେଖିବାକୁ ପାଇଯିବେ। 100% ତା'ର ସେପ୍ଟେମ୍ବର ମାସରେ ତୁମର ଆଡ଼ଭର୍ଟାଇଜମେଣ୍ଟ ଦେଖିବାକୁ ପାଇଯିବେ। କାରଣ ଆପଣମାନେ ଜାଣିଥିବେ 100 ଦିନ ଭିତରେ ଆପଣ ମୋହନ ସରକାର ତାଙ୍କର କେତେ 3,000 ଓଡ଼ିଶା ପୋଲିସ ପୋଷ୍ଟ ମଧ୍ୟ ଫିଲ୍ଅପ୍ କରିବି ଅଲରେଡ଼ି ବି ମେନସନ୍ କରିଦେଇଛି। ତା ଅପଡ଼େଟ୍ ତା ବାବଦରେ ଯଦି ଭିଡ଼ିଓ ଚାହୁଁଛନ୍ତି, ଚାହିଁଲେ ମଧ୍ୟ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ପୋଷ୍ଟ କରିଦେବି। ତ ଏହା ଥିଲା ଆଜିର ହୋମଗାର୍ଡ଼ ବିଷୟରେ ରିଲେଟେଡ୍ ଭିଡ଼ିଓ। ଆଶା କରୁଛି ଭିଡ଼ିଓଟି ବହୁତ ହେଲ୍ପଫୁଲ୍ ହେଇଥାଏ। ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ, ଏମିତି ଭଲ ଭଲ ରିଲେଟେଡ୍ ଭିଡ଼ିଓ ପାଇଁ ବି। ତ ରହୁଛି ଦେଖା ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।